ଦେଖ ବୋଲେ ତ ତମ 2 ନମ୍ବର ପଞ୍ଚମ ଶ୍ରେଣୀ ଭଗ୍ନ ସଂଖ୍ୟା ଚାପ୍ଟର ପୃଷ୍ଠା 28 ରେ 2 ନମ୍ବର ଦେଇଛି କିଛି ସଂଖ୍ୟା ଦେଇଛି କିଛି ଭଗ୍ନ ସଂଖ୍ୟା ଦେଇଛି ହେଲା ତାପରେ ସେ କହିଛି ଏକ ଠାରୁ ବଡ ଯୋଉମାନେ ସେ ସଂଖ୍ୟାରେ ଗୋଲ ବୁଲେଇବ ସଂଖ୍ୟାରେ ଗୋଲ ମୁଁ ସେଇ ଗଣିତଟା କରିବିନି ମୁଁ ମନରୁ କିଛି ଦେଇକି ତମେ ବୁଝେଇବି ତମେ ଗଣିତଟା କରିବ ନା ବୁଝିଲନି ମୁଁ ମନରୁ ଏନେ କିଛି ଲେଖିବି ସବୁ ଭଗ୍ନ ସଂଖ୍ୟା ତା ଦେହରେ ତମକୁ ବୁଝେଇବି ତମେ 2 ନମ୍ବର ନିଜେ କରିବ ହେଲା ହଁ ଆସ ସେ ଦେଇଛି କିଛି କିଛି ସଂଖ୍ୟା ଦେଇ ଦେଇଛି ଯେ 7 ବତ 9 2 ବତ 5 3 ବତ 9 7 ବତ 11 9 ବତ 4 9 4 ବତ 9 9 ବତ ପୁଣି 4 ଦ୍ୱିତୀୟ ଥର ଦେଇଛି 5 ବତ 4 ଦେଇଛି 2 ବତ 3 7 ବତ 3 ଦେଇଛି 13 ବତ 11 ଦେଇଛି 5 ବତ 7 ଦେଇଛି 12 ବତ 5 ଦେଇଛି ଆଉ 12 ବତ 8 ଦେଇଛି ହେଲା ଏଇଭଳି ଗୁଡ଼ିଏ ସଂଖ୍ୟା ଦେଇଛି ଏବଂ ତାକୁ ପ୍ରଶ୍ନ ପଚାରିଛି ନା ଏକ ଠାରୁ ବଡ ଥିବା ଭଗ୍ନ ସଂଖ୍ୟା ଗୁଡ଼ିକୁ ଆମେ ଚିହ୍ନିବା ଗୋଲ ବୁଲେଇବା କଣ ଗୋଲ ବୁଲେଇବା ଆଉ କେମିତି ଜାଣିବା କେମିତି ଏଟା ଆମେ ଜାଣିବା ହଁ ପ୍ରଥମେ ଆମେ ଦେଖିବା କିଛି ମୁଁ ତମ 2 ନମ୍ବର ତମେ କରିବ ଆଣ୍ଟିକି ଦେଖେଇବ ହେଲା ମୁଁ ଖାଲି ବୁଝିବ ମାନେ ମନ ଇଚ୍ଛା କିଛି ସଂଖ୍ୟା ମୁଁ ନେଇଗଲି ହେଲା ମୋ ମନ ଇଚ୍ଛା କିଛି ସଂଖ୍ୟା ନେଇଯାଉଛି ବୁଝିବାକୁ ସୁବିଧା ବିଭକ୍ତକ 3 ହେଲା 1 ବିଭକ୍ତକ 3 15 ବିଭକ୍ତକ 16 16 ବିଭକ୍ତକ 5 8 ବିଭକ୍ତକ 5 ହେଲା 3 ବିଭକ୍ତକ 7 3 ବିଭକ୍ତକ 4 2 ବିଭକ୍ତକ 3 ହେଲା 3 ବିଭକ୍ତକ 2 4 ବିଭକ୍ତକ 3 6 ବିଭକ୍ତକ 2 କର ହେଲା ଆଉ ମନେ କରିଦିଅ 10 ବିଭକ୍ତକ 3 ହେଲା ଏତିକି ସଂଖ୍ୟା ମୁଁ ଦେଇଛି ନା ଗୋଟେ ଖାଲି ତାର ଅଛି 9 ବିଭକ୍ତକ 5 ହେଲା ଏଇଭଳି ମୁଁ କିଛି ସଂଖ୍ୟା ଦେଇଦେଲି ତମକୁ ମୁଁ ସେଇ ଜିନିଷଟା କହିଲି ଯେ ୟା ଦେହରୁ ଏକ ଠାରୁ ବଡ ସଂଖ୍ୟା ଯୋଉଡାକ ତା ତଳେ ତାକୁ ଗୋଲ ବୁଲେଇବା ତାକୁ ଗୋଲ ବୁଲେଇବା ହେଲା ଆମେ କେମିତି ଜାଣିବା ପ୍ରଥମେ ଜାଣିବା ଦରକାର ନା ତାପରେ ଗୋଲ ଗୋଲ ବୁଲେଇବା କାମଟା ପରେ କରିବା କେମିତି ଜାଣିବା କେମିତି ଜାଣିବା ଭାରି ସହଜ ହେଲା କଣ ଦେଖ ଆମେ ଏକ ଠାରୁ କୋଉ ମାନେ ବଡ ହେଲା ଦେଖ ଯେତେବେଳେ ଗୋଟେ ଭଗ୍ନ ସଂଖ୍ୟା ନିଅ ମନେକର 5 ବିଭକ୍ତକ 8 ନିଅ ହେଲା ଆଉ ଗୋଟେ ନିଅ 8 ବିଭକ୍ତ 5 ମୁଁ ଦିଟା ସଂଖ୍ୟା ଲେଖିଲି ଦିଟା ଭଗ୍ନ ସଂଖ୍ୟା ଲେଖିଲି ଏ ଦିଟା ଭିତରେ କଣ ଏଇ ଦିଟା ସମାନ ତମେ ପ୍ରଶ୍ନ ଦେଇଥିଲ ଉତ୍ତର କରିଥିଲ ତା ସହିତ ସମାନ କରିଦେଇଥିଲ ହଁ ସେମିତି ସମାନ ନୁହଁ ହେଲା ସମାନ ହବ ନାହିଁ କାହିଁକି ଏଠି କଣ ଅଛି 8 ଭାଗରୁ 5 ଭାଗ ଆମେ ଯଦି ଗୋଟେ ଚିତ୍ର କରିକି ତାକୁ 8 ଭାଗ କରିବା ଆମେ ଯଦି ଗୋଟେ ଚିତ୍ର କରିବା ଏଇଭଳି ହେଲା ଆଉ ତାକୁ 8 ଭାଗ କରିବା କେତେ ଭାଗ କରିବା 1 2 3 4 8 ଭାଗ କରିବା 8 ଭାଗରୁ 5 ଭାଗ ଯଦି ନବ ତାହେଲେ ଏ ଭଗ୍ନାଂଶ ଆମେ ପାଇବା এইটা হলো তোমার 5 বিভক্তক 8 নୁହଁ 8 ଭାଗରୁ 5 ଭାଗ ନେଲି ବୁଝିପାରିଲ ନା ବୁଝିପାରିଲ କିନ୍ତୁ 8 ବିଭକ୍ତ 5 ମାନେ କେତେ 8 ବିଭକ୍ତ 5 ମାନେ କେତେ ଦେଖ ଯେତେବେଳେ ଲବ ବଡ ସ୍ଥାନ ଥିବ ହର ବଡ ଥିବ ସେଟା ତାର ମୂଲ୍ୟ ସବୁବେଳେ 1 ଠାରୁ କମ ଲକ୍ଷ୍ୟ ନାହିଁ ମୋଟ 8 ଭାଗକୁ ଯଦି ଆମେ 1 ଭାଗ ବୋଲି ଧରିବା ତାହେଲେ ଆମେ କେତେ ଭାଗ ନେଇଛେ 5 ଭାଗ ନେଇଛେ ତା ମାନେ 1 ରୁ କମ ନେଇଛେ 1 ରୁ କମ ନେଇଛେ ବୁଝିଲ ନା ବୁଝିପାରିଲ ଆମେ ମୋଟ କେତେ ଭାଗ ନେଇଛେ ରାଜେଶ ଅନ୍ୟମସ୍କ ବହୁତ ହେଲା ଆମେ ମୋଟ 8 ଗୋଟାକୁ 1 ଧରିବା 8 ଭାଗଟା ମୋଟଟାକୁ 1 ଧରିବା ମୋଟଟାକୁ 1 ଧରିବା ତାପରେ ଭାଗ କରୁଛେ ତେଣୁ 1 ରୁ ଆମେ କେତେ ଭାଗ ନେଇଛେ 5 ଭାଗ ନେଇଛେ ଅର୍ଥାତ୍ 1 ରୁ କମ ଯେତେବେଳେ ଲବ ସାନ ଥିବ ଦେଖ ଲବ ହର ଠାରୁ ସାନ ଥିଲେ ଛୋଟ ସଂଖ୍ୟା ସାନ ତ ଲେଖିବା ଛୋଟ ଥିଲେ ଭଗ୍ନାଂଶ କଣ ହେଲା ସଂଖ୍ୟାର ମୂଲ୍ୟ କେତେ 1 ଠାରୁ ଶୂନ 1 ଠାରୁ କମ ସଂଖ୍ୟାର ମୂଲ୍ୟ 1 ଠାରୁ କମ 1 ଠାରୁ କମ ବୁଝିଲ ନା ବୁଝିପାରିଲନି ଆସୁଯା ହର ବଡ ଲବ ଛୋଟ ଥିଲେ ଆମର ସଂଖ୍ୟାର ମୂଲ୍ୟ ସବୁବେଳେ କଣ ନା 1 ଠାରୁ କମ ହବ 1 ଠାରୁ କମ ହବ କାହିଁକି ନା 1 ଭାଗରୁ ଆମେ କମ ନେଲେ କମ 11 କେତେ ନେଲେ କମ ନେଲେ ବୁଝିଲ ତ ଆସ କିନ୍ତୁ ହର ଯଦି ବଡ ଥିବ ହର ଯଦି ସାନ ଥିବ ଲବ ବଡ ଥିବ ତାହେଲେ ନିଶ୍ଚିତ ରୂପେ 1 ଠାରୁ ବଡ ହବ 1 ଠାରୁ ବଡ ହବ ହେଲା କେମିତି ଦେଖିବା ଆମେ କେମିତି ଆମେ ଦେଖିବା କିନ୍ତୁ ହର ଠାରୁ
ଲବ ବଡ ଥିଲେ ହର ଠାରୁ ଲବ ବଡ ଥିଲେ ସଂଖ୍ୟାଟି କଣ ହବ ଏକ ଠାରୁ ବଡ ଏକ ଠାରୁ ବଡ ଏକ ଠାରୁ କଣ ବଡ ଅର୍ଥାତ୍ ଆମର ଏଇଟା ଏକ ଠାରୁ ବଡ ହବ ଏଇଟା ଏକ ତ ସାନ ହବ କାହିଁକି ସାନ ହବ ଦେଖିଦେଲେ ହେଲା 8 ବିଭକ୍ତ 5 କୁ ଆମେ କେମିତି ଜାଣିବା ଆମେ ଆଉ ଗୋଟେ ବାଟ ଅଛି ଆମେ ମିଶ୍ର ଭଗ୍ନାଂଶ ଗଣିତ କରିବା ନୁହଁ କି କରିକି ଜାଣିପାରିବା ଦେଖିବା 8 ବିଭକ୍ତ 5 ମିଶ୍ର ଭଗ୍ନାଂଶ କେମିତି କରିବା ପିଲା ନା ଆମେ ଲବକୁ ହର ହରିବା ଲବକୁ କଣ କରିବା ହରରେ ହରିବା 5 କେ 5 ବଳିଲା କେତେ ଭାଗ 3 ବଳିଲା ଏଇଟା ହଉଛି ପୂର୍ଣ୍ଣ ସଂଖ୍ୟା ରହିବ ଭାଗଫଳଟା ପୂର୍ଣ୍ଣ ସଂଖ୍ୟା ରହିବ ଆଉ ଭାଗ ସଜାଡୁ କୁକୁଲା ମୁଁ ପଢେଇବି ତୁ ତଳ ମୁହଁ କରି ଅନେଇବୁ ହଁ ହେଲା ଆମର ଚलो ଲବ କିଏ ରହିବ ପୂର୍ଣ୍ଣ ସଂଖ୍ୟା ରହିବ ଲବ କିଏ ରହିବ ପୂର୍ଣ୍ଣ ସଂଖ୍ୟା ରହିବ ଥରେ ଭୁଲ ଆମର ଭାଗ ସଚା ହଉଛି ଲବ ରହିବ ଆଉ ପୂର୍ଣ୍ଣ ସଂଖ୍ୟା କିଏ ଭାଗଫଳ ରହିବ ପୂର୍ଣ୍ଣ ସଂଖ୍ୟା ଭାଗଫଳ ରହିବ ଡିଷ୍ଟର୍ବ କରନା ମତେ ଡିଷ୍ଟର୍ବ କରନା ହେଲା ତାହେଲେ ଭାଗଫଳ ଯିଏ ସେ ହଉଛି ପୂର୍ଣ୍ଣ ସଂଖ୍ୟା ଭାଗ ଶେଷ ଯିଏ ସେ ହଉଛି ଲବ ହେଇଗଲା ହେଲା ବୁଝିପାରିଲ ତା ମାନେ କଣ ଆମେ ଲେଖିପାରିବା ସଂଖ୍ୟାଟି କେତେ ଲେଖିପାରିବା ଏଇ ସଂଖ୍ୟାଟି 1 ପୂର୍ଣ୍ଣ 3 ବିଭକ୍ତକ 5 ସବୁ ଗୁଡାକ ତମେ ମିଶ୍ର ଭଗ୍ନାଂଶ କରିଦଉଛ ସେମିତି ହବନି କେବଳ ଯାହାର ଲବ ବଡ ସିଏ ମିଶ୍ର ଭଗ୍ନାଂଶ ହେଇଯିବ ଆଉ ତମେ ଅପ୍ରକୃତ ଭଗ୍ନାଂଶ କହିବା ଆଉ ଆମେ କଣ କହୁଛେ ଅପ୍ରକୃତ କଣ ଅପ୍ରକୃତ ଇଏ ପ୍ରକୃତ ନୁହଁ ଇଏ ଯାହାର ଲବ ସାନ ହର ବଡ ଇଏ ହେଲା ପ୍ରକୃତ ଇଏ ହେଲା କଣ ନା ପ୍ରକୃତ ଭଗ୍ନାଂଶ ପ୍ରକୃତ ଭଗ୍ନାଂଶ କାହିଁକି ନା ବଡ ଭାଗରୁ ଛୋଟ ଭାଗ ନଉଛି 8 ଭାଗରୁ 5 ଭାଗ ନଉଛି ତେଣୁ ଇଏ ପ୍ରକୃତ ଭଗ୍ନାଂଶ ଯଦି ବଡ ଭାଗ ସାନ ଭାଗରୁ ବଡ ଭାଗ ତମକୁ 5 ଭାଗ କରିବା କହିବ 8 ଭାଗ ନେଇଗଲୁ ଆଉ 5 ତ ଭାଗ ହୋଇ 8 ଭାଗ କୁଆଡେ ଆସିବ ନୁହଁ କି ତେଣୁ ଇଏ କଣ ଏକ ଠାରୁ ନିଶ୍ଚିତ ରୂପେ ବଡ ସଂଖ୍ୟାଟା କଣ ଆହୁରି ବଡ ହବା ଦରକାର ଏକରୁ ବଡ ହବ ତେଣୁ ଇଏ ଅପ୍ରକୃତ ଇଏ ହେଲା ଅପ୍ରକୃତ ଆଉ ଏଇଟା ହେଲା ମିଶ୍ର ଭଗ୍ନାଂଶ ମିଶ୍ର କାହିଁକି କୁହାଯାଉଛି ନା ଏଥିରେ ଗୋଟେ ପୂର୍ଣ୍ଣ ସଂଖ୍ୟା ଅଛି କଣ ଅଛି ଗୋଟେ ଗଣ ସଂଖ୍ୟା ଅଛି 1 ଏଠି ଗୋଟେ ସଂଖ୍ୟା ଅଛି ତାପରେ ଭଗ୍ନ ସଂଖ୍ୟାଟି ବି ଅଛି କାହିଁକି ଗୋଟେ ଗଣ ସଂଖ୍ୟା ଅଛି 1 2 3 4 5 7 ଯାହେଲେ ବାହାରିବ ତା ଦେହରେ ପୁଣି କଣ ଅଛି ନା ଗୋଟେ ଭଗ୍ନ ସଂଖ୍ୟା ଅଛି ତେଣୁ ଏ ମିଶ୍ର ହେଲା ମିଶ୍ର ଭଗ୍ନାଂଶ କଣ ମିଶିକି ଅଛି ହେଲା ଏଟା ମିଶ୍ର ଭଗ୍ନାଂଶ ହେଲା ଆମ ଦେଖ ଏଇଟା କିନ୍ତୁ ବୁଝିବ ବର୍ତ୍ତମାନ ଏମିତି ଆମେ ଯଦି ମିଶ୍ର ଭଗ୍ନାଂଶ କରିପାରିବା ବୁଝିପାରିବା ଏକ ଠାରୁ ବଡ ଭଗ୍ନାଂଶ ଏକ ଠାରୁ ବଡ ଭଗ୍ନାଂଶ କିଏ କିମ୍ବା ଆମେ ଲକ୍ଷ୍ୟ କଲେ ବି ଜାଣିପାରିବା କଣ ଲକ୍ଷ୍ୟ କଲେ ଜାଣିପାରିବା ଯାହାର ଲବ ବଡ ସେ ସଂଖ୍ୟା ସବୁବେଳେ ଏକ ଠାରୁ କଣ ବଡ ହେବ ଏକ ଠାରୁ ବଡ ହବ ଲବ ବଡ ହେଲା ଆଉ ହର ଠାରୁ ଲବ ଯଦି ବଡ ଥିବ ତାହେଲେ ସେ ଏକ ଠାରୁ ବଡ ହବ ଲବ ଯଦି ସାନ ଥିବ ସେ ଏକ ଠାରୁ ସାନ ହବ ତାମାନେ ଆମେ ବାହାର କର ୟା ଭିତରେ ବଡ କିଏ ଏଇଟା ଆମ ନାଲି ଗୋଟେ ଥିଲା ରେଡ କଲର ଥିଲା ଅଛି ନା ନାଇଁ ଅଛି କି ରେଡ କଲର ଗୋଟେ ଥିଲା ବାସ୍ ଗୁଡ ଦେଖ ଆମେ ଦେଖ 6 ବିଭକ୍ତ 5 କୋଉଟା ବଡ ହର ବଡ ନା ଲବ ବଡ ତେଣୁ ଏକ ଠାରୁ ବଡ କିଏ ହବ ଏଇଟା ଏତ ବୁଝିଲ କିଏ ବଡ ହବ ଏଇଟା ବଡ ହବ ହେଲା ସେମିତି 7 ବିଭକ୍ତ 8 ଲବ ସାନ ଇଏ ହବନି ଏକ ଠାରୁ ସାନ ନିହାତି ହବ ଯୋଉ ଗୁଡାକ ଲବ ସାନ ହର ଠାରୁ ସେ ନିଶ୍ଚିତ ରୂପେ ଏକ ଠାରୁ ସାନ ହବ କାହିଁକି ଆମେ ବଡ ଭାଗରୁ ସାନ ଭାଗଟେ ନଉଛେ କ୍ଲିୟର ଆସ 25 ବିଭକ୍ତ 3 କଣ ଲବ ବଡ ଅଛି ତେଣୁ ଇଏ କଣ ହବ ଇଏ ଏକ ଠାରୁ ବଡ ହବ କାହିଁକି ଦେଖୁନ ଆମେ ଯଦି 25 ବିଭକ୍ତ 3 କି ଆମେ ସଂଖ୍ୟାରେ ପରିଣତ କରିବା ଦେଖ 25 ବିଭକ୍ତକ 3 ତାକୁ କଣ କରିବା ଏଇ ଅପ୍ରକୃତ ଅଛି ମିଶ୍ର କରିବା କଣ କରିବା ମିଶ୍ର କରିବା 3 କରିବା 3 ଅଷ୍ଟା କେତେ 24 ବଳିଲା କେତେ 1 ତାହେଲେ ସମାନେ 8 ପୂର୍ଣ୍ଣ ଏଇଟା ପୂର୍ଣ୍ଣ ସଂଖ୍ୟା ରହିବ ଭାଗ ଶେଷରେ ଲବ ରହିବ ଆଉ ହର ଯାହା ଥିଲା ସେଇଆ ରହିବ ହର ଯାହା ଥିଲା ସେଇଆ ରଖିବା ନୁହଁ କି ବର୍ତ୍ତମାନ ଦେଖ ତା ମାନେ ଏଇଟା ବଡ ପୁଣି 1 ଇଏ ପ୍ରକୃତ ଭଗ୍ନାଂଶ ଅଛି ଲବ ସାନ ଅଛି ଇଏ ଏକଟା ନିହାତି ସାନ ହବ ତା 3 ଭାଗ করে ଗୋଟାଏ ଭାଗ ନବ 15 ବିଭକ୍ତ 16 15ଟା ବଡ ସରି ଆରେ ମନେ ସରି ସରି 16 ବିଭକ୍ତ 5 ଏଠି କଣ ଏଇଟା ବଡ ଇଏ ବଡ ନୁହଁ 16 ବିଭକ୍ତ 5 ବଡ ହେଲା 16 ବିଭକ୍ତ 5 ବଡ ନିଶ୍ଚିତ ରୂପେ ହେଲା ଆସ 8 ବିଭକ୍ତ 5 ଲବ ବଡ ହର ସାନ ତେଣୁ ଇଏ ବି 1 ଠାରୁ ବଡ ଗଲା 3 ବିଭକ୍ତ 7 ଲବ ସାନ ହବନି
तीन रु 4 लबसान हबनी 2 रु 3 लबसान हबनी 3 विभक्त 2 एटी 2 ठारू 3 टा बड़ अर्थात लब बड़ ये 1 ठारू बड़ संख्या निश्चित रूप हेबो हैला हैं तो 6 विभक्त 2 लक्ष्य करो ये भी लब ठारू बड़ हर ठारू बड़ ये भी 1 ठारू बड़ हबो 10 विभक्त 3 भी लक्ष्य करो हैं हां त हम छाड़ दी मु से जानि छे एटा हम जानि छे जानि तुम तो किए कहबो देखिया मु जानि सुन छाड़ दे देखि तुम कहि पालो ठीक अछि बुझि छ ता माने बुझि पाल हला ठीक अछि 4 विभक्त 3 हेबो लब बड़ एठी लब बड़ 9 विभक्त 5 लब बड़ हला एते बुझि पालो ना को बुझा रहला ए गला बाकी से जो देछि प्रश्नटा मु कोने तुम करि के आंटी के देखैबो यदि बहुत ठीक हैला मु जानि जे ठीक अछि बुझि पाइतो क्लियर लब बड़ थिले एक ठारू बड़ हर बड़ थिले एक ठारू निश्चित रूप सानो ताने एई बड बड़ भागरो छुटिया भागटा नउते क्लियर हां अच्छा